ଆଜି ସକାଳୁ ବାସି କାମ ପରେ ନେଇଥିଲି ମୋ ଚୁଟିର ଯତ୍ନ, ତାପରେ ବାହାରି ଗଲି କରିବା ପାଇଁ ସ୍ନାନ। ସ୍ନାନ ସାରିବା ପରେ ଗୃହିଣୀ ମାନେ ସର୍ବପ୍ରଥମେ ପଶିଥାନ୍ତି ରୋଷେଇ ଶାଳରେ, ଲାଗି ପଡନ୍ତି ସମସ୍ତଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିବାରେ। ଆଜି ଆମ ହାଣ୍ଡିଶାଳେ ଜଳଖିଆ ହେଇଥିଲା ଚାହା ଆଉ ପରଟା। କାମରେ ମନ ତ ସେତିକି ବେଳେ ଲାଗିବ ନା ଯଦି ପୁରୀ ଥବ ଆମ ପେଟଟା। ତାପରେ ଆସି କରିଥିଲି ଆଦି ବାବାଙ୍କୁ ଅଙ୍ଗନବାଡି ପାଇଁ ରେଡି। ଦେଖିଲା ବେଳକୁ ତାଙ୍କ ସାର୍ଟର ଗୋଟେ ବଟମ ଯାଇଥିଲା ଛିଡି। ଆଦି ବାବାଙ୍କୁ ଅଙ୍ଗନବାଡି ପଠେଇଲା ପରେ ସରିଯାଇଥିଲା ମୋର ସକାଳର କାମ। ଟିକେ ବିଶ୍ରାମ କରିଛି କି ନାଇଁ ବାହାରି ପଡିଲି ପୁଣି ପ୍ରସ୍ତୁତ କରିବା ପାଇଁ ଲଞ୍ଚର ବ୍ୟଞ୍ଜନ। ପ୍ରଥମେ କଳାହାଣ୍ଡି ମାଜିକି ରୂପା ପାତିଆ ପରି କରିଥିଲି ଚକଚକିଆ ଧଳା। ଜାଣିଛି ଏ ପରିଶ୍ରମଟା ମୋର ବୃଥା ଯିବ, କାହିଁକି ନା ପୁଣି ଚୁଲିରେ ଭାତ ହାଣ୍ଡି ବସେଇଲେ ହେଇଯିବ କିଚିକିଚିଆ କଳା। ମଙ୍ଗଳବାରଟା ବୋଲି ଆଜି ଅରୁଆ ଅନ୍ନଟେ ହେଲା, ତା ସହିତ ଡାଲମା ଆଉ ଟମାଟୋ ଭଜା ଲଗେଇ ଖରାବେଳର ଖିଆ ସରିଲା। ଅରୁଆ ଭାତରେ ତ ଯାହା ଲଗେଇ ଖାଇଲେ ବି ଲାଗିଥାଏ ଭାରି ଭଲ। 4ଟା ବାଜିଲେ ଚୁଟିରେ ପାନିଆ ମାରିନି, ସକାଳୁ ଲଗେଇ ବସିଛି ମୁଣ୍ଡରେ ତେଲ। ଆଜି ଦିନରେ ସମସ୍ତଙ୍କ ପାଇଁ କରିଥିଲି ପରଟା, ହେଲେ ମୁଁ ଖାଇଥିଲି ଅରୁଆ ଭାତ, ଡାଲମା, ଭଜା ଆଉ ଲଙ୍କା ଚକଟା। ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।